ଜୟ ଶ୍ରୀରାମ ବନ୍ଧୁଗଣ। ଆପଣମାନେ କ'ଣ କେବେ ଭାବିଛନ୍ତି ଯେ ରାବଣ ଏତେ ଜ୍ଞାନୀ? କୁହାଯାଏ କି ରାବଣ ମହାପଣ୍ଡିତ, କିନ୍ତୁ ସେ ରାବଣ ମହାପଣ୍ଡିତ ହେଇକିରି ମଧ୍ୟ ପ୍ରଭୁ ଶ୍ରୀରାମକୁ କେମିତି ସେ ଜାଣି ନ ପାରିଲା? ସେ ସ୍ୱୟଂ ନାରାୟଣଙ୍କର ଅବତାର ବୋଲି ସେ ମାତା ସୀତାଙ୍କୁ ହରଣ କରି ଆଣିଲା, ଯିଏ ସ୍ୱୟଂ ମାତା ଲକ୍ଷ୍ମୀଙ୍କର ଅବତାର। ତା ପଛର ରହସ୍ୟ କ'ଣ? ରାବଣ ପୂର୍ବ ଜନ୍ମରେ କିଏ ଥିଲା? ଆମେ ପୁରା ବିସ୍ତାରରେ ଜାଣିବା ଯେ ରାବଣ ଏତେ ଜ୍ଞାନୀ ଥାଇକିରି ମଧ୍ୟ ସେ ପ୍ରଭୁ ଶ୍ରୀରାମ ସ୍ୱୟଂ ନାରାୟଣଙ୍କର ଅବତାରକୁ ମଧ୍ୟ କାହିଁକି ଜାଣି ନ ପାରିଥିଲା? ବୈକୁଣ୍ଠ ଧାମରେ ଜୟ ବିଜୟ ନାମକ ଦୁଇଟି ଦ୍ୱାରପାଳ ଥିଲେ ପ୍ରଭୁ ନାରାୟଣଙ୍କର। ଆଉ ସେ ଦୁଇ ଜଣଙ୍କ ମଧ୍ୟରେ ଗର୍ବ ହୋଇଯାଇଥିଲା ଯେ ଆମେ ଦୁଇ ଜଣ ପ୍ରଭୁ ନାରାୟଣଙ୍କର ଦ୍ୱାରପାଳ, କେହି ଆମକୁ ନ ପଚାରିଲେ ପ୍ରଭୁ ନାରାୟଣଙ୍କ ସହିତ ଦେଖା କରିପାରିବେ ନାହିଁ। ତ ଥରେ ଏମିତି ସେ ଦୁଇ ଜଣ ତାଙ୍କ ନିଜ ଗର୍ବରେ ଚୁର ଅଛନ୍ତି। ତ ଥରେ ବ୍ରହ୍ମାଙ୍କର ମାନସ ପୁତ୍ର ସନତ, ସନନ୍ଦନ, ସନାତନ, ସନତ କୁମାର ଯାଇକିରି ଚାରିଜଣ ମାନେ ବାଲକ ଋଷି ଯାଇ ପହଞ୍ଚିଲେ ପ୍ରଭୁ ନାରାୟଣଙ୍କୁ ଦର୍ଶନ କରିବା ପାଇଁ। ଆଉ ସେମାନେ ଯାଇ ଯେତେବେଳେ ଜୟ ବିଜୟକୁ କୁହନ୍ତି କି ଆମେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଛୁ, ସେ ଦୁଇ ଜଣ ଘମଣ୍ଡି ଦୁଇ ଜଣ ଯାକ ଜୟ ବିଜୟ ଦ୍ୱାରପାଳ କହିଲେ ଏବେ ବିଶ୍ରାମ କରୁଛନ୍ତି, ଆମେ ତାଙ୍କୁ ସହିତ ଆପଣଙ୍କର ଦେଖା କରାଇ ପାରିବୁ ନାହିଁ, ଆପଣ ଦୁଇ ଜଣ ତ ବାଳକ, ଏଠୁ ଯାଆନ୍ତୁ। ମାନେ ତାଙ୍କୁ ଅପମାନ କରିବାକୁ ଲାଗିଲେ। ବହୁତ ଅପମାନ ସହିଲା ପରେ ବ୍ରହ୍ମାଙ୍କର ମାନସ ପୁତ୍ର ସମସ୍ତେ ମିଶିକିରି ଜୟ ବିଜୟଙ୍କୁ ଅଭିଶାପ ଦେଲେ କି ତୁମେ ଯେମିତି ଆମ ସହିତ ବ୍ୟବହାର କରୁଛ ଗୋଟେ ରାକ୍ଷସ ଭଳି, ତ ତୁମେ ବି ସେମିତି ରାକ୍ଷସ ଯୋନିରେ ଜନ୍ମ ପାଇବ। ତ ସେଇ ସମୟରେ ଜୟ ବିଜୟ ଆଶ୍ଚର୍ଯ୍ୟ ହେଇଗଲେ ଆଉ ବହୁତ ଦୁଃଖ ପ୍ରକାଶ ମଧ୍ୟ ଅନୁଭବ କଲେ। ତାପରେ ସେ ପ୍ରଭୁ ନାରାୟଣଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ଯେତେବେଳେ ପ୍ରଭୁ ନାରାୟଣ ଆସି ପହଞ୍ଚିଲେ ଆଉ ପ୍ରଭୁଙ୍କୁ ଯେତେବେଳେ ଜୟ ବିଜୟ ପ୍ରାର୍ଥନା କରନ୍ତି ଯେ ପ୍ରଭୁ ଆମକୁ ଏ ଅଭିଶାପରୁ ବଞ୍ଚାନ୍ତୁ, ପ୍ରଭୁ କହିଲେ ଅଭିଶାପ ଯେତେବେଳେ ବ୍ରହ୍ମାଙ୍କର ମାନସ ପୁତ୍ର ମାନେ ଦେଇସାରିଛନ୍ତି, ତ ସେଥିରୁ ଆଉ ମୁଁ ତ ବଞ୍ଚେଇ ପାରିବିନି, କିନ୍ତୁ ମୁଁ ତୁମକୁ ଦୁଇଟି ଅପସନ ଦେବି। ପ୍ରଭୁ ନାରାୟଣ ଅପସନ ଦେଇଥିଲେ ଜୟ ବିଜୟ କି ତମେ 7 ଜନ୍ମ ମୋର ଭକ୍ତ ହେଇ ଜନ୍ମ ନବ, ନାଚେତେ ମୋର ଶତ୍ରୁ ହେଇକିରି ତୁମେ 3 ଜନ୍ମ ନବ। ତ ଜୟ ବିଜୟ ଦୁଇ ଜଣ ଯାକ ପ୍ରଭୁଙ୍କ ଠାରୁ 7 ଜନ୍ମ ବିଚ୍ଛିନ୍ନ ହୋଇ ରହିପାରିବେ ନାହିଁ, ସେଥିପାଇଁ ସେ 3 ଜନ୍ମ ପ୍ରଭୁଙ୍କୁ ଆଶୀର୍ବାଦ ରୂପେ ମାଗିଥିଲେ। ଆଉ 3 ଜନ୍ମ ଯାକ ସେ ଅସୁର ଯୋନିରେ ଜନ୍ମ ନେବେ ପ୍ରଭୁ ନାରାୟଣଙ୍କର ଶତ୍ରୁ ହେଇକିରି। କାହିଁକି ନା ସବୁବେଳେ ଶତ୍ରୁ ହେଇକିରି ଜନ୍ମ ନେଲେ କ'ଣ ହବ ନା, ଶତ୍ରୁ ହେଲେ ବି ସେ ସଦାସର୍ବଦା ପ୍ରଭୁଙ୍କ ନାମ ନଉଛି। ଆଉ ପ୍ରଭୁ ଏକଥା ମଧ୍ୟ କହିଥିଲେ କି ଯେବେ ତୁମର ଗୋଟିଏ ଜନ୍ମ ପୁରା ହବ, ପ୍ରତ୍ୟେକ ଜନ୍ମରେ ତୁମକୁ ମୁଁ ଦର୍ଶନ ଦେଇ ମୋ ନିଜ ହାତରେ ବଦ୍ଧ କରି ତୁମକୁ ମାନେ ମୁକ୍ତି ଦେବି ଏ ସଂସାରରୁ। ଆଉ ଜୟ ବିଜୟ ଦୁଇ ଜଣ ଯାକ ରାଜି ହେଇଯାଇଥିଲେ। ଆଉ ତାଙ୍କ ପ୍ରଥମ ଜନ୍ମ ପ୍ରଭୁ ନାରାୟଣଙ୍କର ଶତ୍ରୁ ରୂପେ ହେଇଥିଲା ସତ୍ୟ ଯୁଗରେ ହିରଣ୍ୟାକ୍ଷ ଆଉ ହିରଣ୍ୟକଶ୍ୟପ। ଆଉ ହିରଣ୍ୟାକ୍ଷ ପୃଥିବୀ ମାତାଙ୍କର ଚୋରି କରିଥିବାରୁ ତାକୁ ବରାହ ଅବତାରରେ ନାରାୟଣ ବଧ କରିଥିଲେ। ହିରଣ୍ୟକଶ୍ୟପ ପ୍ରହ୍ଲାଦ ଉପରେ ଅତ୍ୟାଚାର କରୁଥିଲା ଆଉ ନିଜକୁ ସେ ଭଗବାନ ବୋଲି ମାନେ ଘୋଷଣା କରିଦେଇଥିଲା। ଯିଏ ତାକୁ ନ ମାନିବ ଋଷିମାନଙ୍କୁ ସେ ବଧ କରିଦେଉଥିଲା। ସେଥିପାଇଁ ସ୍ୱୟଂ ପ୍ରଭୁ ନରସିଂହ ଅବତାର ନେଇକିରି ଆସି ହିରଣ୍ୟକଶ୍ୟପର ବଧ କଲେ। ଆଉ ଜୟ ବିଜୟଙ୍କର ଦ୍ୱିତୀୟ ଜନ୍ମଟି ହେଲା ରାବଣ ଆଉ କୁମ୍ଭକର୍ଣ୍ଣ ରୂପରେ, ଯାହାକୁ କି ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଆସିକିରି ଦୁଇ ଜଣଙ୍କୁ ମୁକ୍ତି ଦେଇଥିଲେ, ଦୁଇ ଜଣଙ୍କର ବଧ କରିକିରି। ଆଉ ତୃତୀୟ ଜନ୍ମଟି ହେଲା ଜୟ ବିଜୟଙ୍କର ଦ୍ୱାପର ଯୁଗରେ ଶିଶୁପାଳ ଆଉ ବକ୍ରଦନ୍ତ ରୂପରେ, ଯାହାକି ପ୍ରଭୁ ଶ୍ରୀକୃଷ୍ଣ ଆସିକି ତାଙ୍କୁ ଦର୍ଶନ ଦେଇ ତାଙ୍କୁ ବଧ କରି ମୁକ୍ତି ଦେଇଥିଲେ। ତ ରାବଣ ଜାଣିଥିଲେ ମଧ୍ୟ ପ୍ରଭୁ ଶ୍ରୀରାମ ସ୍ୱୟଂ ନାରାୟଣ, ସେ ତାଙ୍କଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ। ଆଉ ତାର ଅଭିଶାପ ଥିଲା ଏ ଜନ୍ମରେ ତାକୁ ମୁକ୍ତି ହବାର ଥିଲା। ତ ସେଥିପାଇଁ ସେ ରାବଣ ଜାଣିଥିଲେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ସହିତ ଯୁଦ୍ଧ କରିଥିଲା ଆଉ ବଧ ହୋଇଥିଲା ରାବଣର। ରାବଣ ଏ ସଂସାରରୁ ମୁକ୍ତି ପାଇଥିଲା। ତ ଏଇଆ ଥିଲା ରହସ୍ୟ ରାବଣର ପୂର୍ବ ଜନ୍ମର। ରାବଣ ମହାନ ପଣ୍ଡିତ ଥାଇକି ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ସହିତ ଯୁଦ୍ଧ କରିଥିଲା, ନହେଲେ ସେ ମୁକ୍ତି ପାଇପାରିନଥାନ୍ତା ଯଦି ପ୍ରଭୁ ଶ୍ରୀରାମଙ୍କ ସହିତ ସେ ଯୁଦ୍ଧ ନ କରିଥାନ୍ତା। ଆଉ ରାବଣର ମୃତ୍ୟୁ ସମୟରେ ଯେତେବେଳେ ପ୍ରଭୁ ଶ୍ରୀରାମ ତାର କେମିତି ସେ ଅଭିଶାପ ପାଇଥିଲା ତାକୁ ଯେତେବେଳେ ଦେଖେଇ ଦେଇଥିଲେ ସେ ଦୃଶ୍ୟ, ତ ରାବଣ ଭାବ ବିହ୍ୱଳ ହେଇ ପ୍ରଭୁ ସେଇଠି କହିଥିଲା କି ପ୍ରଭୁ ଆପଣ ମନୁଷ୍ୟଙ୍କ ପାଇଁ ବା ଆପଣ ଆମମାନଙ୍କ ପାଇଁ କେତେ କଷ୍ଟ ପାଉଛନ୍ତି, ସ୍ୱୟଂ ନିଜେ ଅବତାର ନେବାକୁ ପଡ଼ିଲା ମୋର ଅଭିଶାପକୁ ମୁକ୍ତ କରିବା ପାଇଁ। ତାପରେ ରାବଣର ଅନ୍ତ ହେଇଥିଲା। ଏଇ ଥିଲା ରାବଣର ଅଭିଶାପର କାହାଣୀ ବା ରାବଣର ପୂର୍ବ ଜନ୍ମର କଥା। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ଆଉ ଏମିତିକା ସ୍ପିରିଚୁଆଲ କଥା ଆପଣମାନେ ଶୁଣିବା ପାଇଁ ପସନ୍ଦ କରନ୍ତି ବା ଦେଖିବା ପାଇଁ ପସନ୍ଦ କରନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଲେଖିବା ପାଇଁ କେବେ ହେଲେ ଭୁଲିବେ